Apple, apple, B for banana, B for apple, D for banana. E for albolo, e che ti la cuore con la cono e la che se ne la consuna, naimo, au, e mo hordina, e mo hordina, e mo hordina, allo. Ja, ja, ara, ara, ara. Baba, ଦୋଷ ଦୋଷ ଥିଲେ ମୋର କରିବେ ମାର୍ଜନା aharaila. କମିବା ଗୁଣରେ କ୍ଷମା କରିବେ ଆପଣ রাধা প্রেম রায়ণ তোতে রাধা প্রেম রায়ণ তোতে মীরা প্রেম রায়ণ রে টকা নয়ন কাশিয়া বাহুরি ফরি রখিবু মোটাণ রে টকা নয়ন আলো রাইল যে বাবা জয় কৃষ্ণ দিন বন্ধু নব জন ধর রাইল অস্থায়ী ভঞ্জন বানা করুণা সাগর আলো 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 তো কৃষ্ণ চূড়া রଙ୍ଗর নালি ওঢ়ଣି তোর মস্ত মস্ত আଖିরে মস্ত কাহাଣୀ ପକଡ଼ି ଦିଅ ପଟପଟିନି ଭାପିରତି କିଛି ବୁଝୁନି ବୋହୁର କାନି ଛାଡୁନି ଆରେ ଇଟିଲି ମିଟିଲି ନାଲି ପାଇଁଛ ମୁଁ ବୁଝିଗଲି କଣ କହୁଛ ଇଟିଲି ମିଟିଲି ନାଲି ପାଇଁଛ ମୁଁ ବୁଝିଗଲି କଣ କହୁଛ ଆଲୋ ହଁ ଢିଙ୍କିଡି 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 এই বাজা ହଁ হ্যাঁ হ্যাঁ ଆଜ୍ଞା ଏଇଟା ପୁତ୍ର ରୁଚି କରି ଶୋଇଛି হ্যাঁ ମୋର ସେ ଗୋଟାଏ ଜିଦ୍ হুম ବାହାଘର ହେଲେ ଏଇ ଘରୁ ଉଠିକି ଯିବି ଯିବି ନହେଲେ ଯିବିନି ନହେଲେ ଏ କକ୍ଷରେ ଏମିତି ମୁହଁ ମାଡିକି ଶୋଇବି ହଁ ଭାଇ ଯା ଛୋଟ ପଡିగా ହାଇ ମାରୁଛୁ ଗୋପାଲ ରାତ୍ର ଦୀର୍ଘ ହେଲାଣି ଜଭର ଖାଇ ଆସିବନି ହଁ ଆଁ? ଆଜ୍ଞା ସବୁବେଳେ ସେ ଗୋଟିଏ କଥା ଆଜ୍ଞା ବାପା ମାଙ୍କର ଚିନ୍ତା ହଁ 20 ବର୍ଷ ହେଇଛି ବାହାଘର ହବ ପୁଅ ବାହାଘର ମୋ ପୁଅ ହବ ହଉ ଠିକ ଅଛି ହଁ ଗୋଟାଏ ବୋଲି ପୁଅ ହୁଁ ଯାହା ଘରେ ଗୋଟାଏ ପୁଅ ହଁ ସେ ବେଶୀ ଗେଲ ବସର ଆଜ୍ଞା ବାପା ମାଙ୍କର କହନି ହଁ ଏଟା ପଦିଆ ହଁ ଏ ଗେଲ ବସର ବାସ୍ ତା ବୋଉ ଗୋଟେ ପୁଅ ଯେତେ ଘରେ ହୁଁ ସମସ୍ତଙ୍କ ଗେଲ ବସର ଆଉ ଆଜ୍ଞା ଗେଲ ବସର ପୁଅ ବଢୁଛି ନା ଖାଇବ ହେଲେ ବାପା ମା ଯାହା ପୁଅ ଯାହା ଚାହିଁବ ହଁ ହଁ ବାପା ମା ତାହା କରିବେ ଖାଇ ଆଜ୍ଞା ମୁଁ ରୋଲ କଥା ପୁଅ ଜିଦି କରି ବସିଛି ବାହା ହବା ପାଇଁ ବିଟିରେ ଆଜ୍ଞା ବାହାବୁ ରାଜାଙ୍କୁ ଜଣେଇ ଦିଆଗଲା ଇଏ କଥା ହଁ ମହାରାଜ ଆଦେଶ କଲେ ମନ୍ତ୍ରୀକୁ କହିଲେ ହଁ ଯା ମନ୍ତ୍ରୀ ମନ୍ତ୍ରୀ ମୋ ରାଜକୁମାର ପାଇଁ କନ୍ୟାପାତି ଯୋଗାଡ଼ କରାଗଲା ହଁ ହଁ ମହାମନ୍ତ୍ରୀ ଗଲେ ନୀଳଧ୍ୱଜ ରାଜାଙ୍କର କନ୍ୟା ନାଁଟା ସୁଧାନନ୍ଦୀ ବା ସୁଧାନନ୍ଦୀ ସହ ହୁଁ ଇଏ ଦିବ୍ୟଲୋଚନର ହୁଁ ଶୁଭ ପରିଣ ଅନୁଷ୍ଠିତ ହେଲା ଆ ବିବାହ କାର୍ଯ୍ୟ ସମାପନ ପରେ ବାସେ ମଧୁସଜ୍ଜ ରାତ୍ର ଯାପନ ନିମିତ୍ତ ହଁ ପୂର୍ବରୁ ପ୍ରସ୍ତୁତ ହୋଇସାରିଛି ପୁଷ୍କରିଣୀ ମଧ୍ୟରେ ଗୋଟାଏ କୋଠା କୋଠା ଘର ହେଇଛି ପୁଷ୍କରିଣୀ ଜଳଶୁଷ୍କ କରିଦେଲେ ହଁ କୋଠାଟିଏ ନିର୍ମାଣିଲେ ହଁ ଚତୁଃପାର୍ଶ୍ୱରେ ଜଳପୂର୍ଣ୍ଣ କରିଦେଲେ ବାସ ବାସ ଚତୁଃପାର୍ଶ୍ୱରେ ଜଗି ରହିଲେ ପ୍ରହରୀ ହଁ କହିଲେ ଗୋଟାଏ ସେ ରାତ୍ରି ବାସ୍ତର ରାତିଟା କେବଳ କେବଳ ଜଗି ଦିଅ ପୁତ୍ରବଧୂଙ୍କର ସେ ଗୋଟାଏ ରାତ୍ର ସେ କୋଠାରେ ବିତିଗଲେ ଜଗି ଦିଅ ଆମେ ଆମ ରାଜବାଡିକୁ ନେଇଛୁ ଆଉ ହଁ ବନ୍ଧୁକ କାଠ ବିପଦ ହଟିଯିବ କେତେ କାଠ ବନ୍ଧୁକ କରିଦିଅ କେତେ ଭଲ ଯୋଉ ସତ ବନ୍ଧୁକ କର ହଁ ବନ୍ଧୁକ ଦେଖେଇ ଦେଲେ ବାଘ ଡରି ପଳେଇବ ହୁଁ ହୁଁ ଆଜ୍ଞା ହୁଁ ପୁତ୍ରବଧୂକୁ ନେଇ ଛାଡି ଦେଇଛନ୍ତି ସେ ପୁଷ୍କରିଣୀ କୋଠା ମଧ୍ୟରେ ହଁ ହଁ କୋଠା ମଧ୍ୟରେ ଥାଇ ହଁ ସୁଧାନନୀ ପଚାରିଲା ଏ ସ୍ୱାମୀ କହିଲେ ସୁଧାନନୀ ବୋଲେ ପରାଣ ଧନ ଜଳ ମଧ୍ୟ କାହିଁ କେଳି ସାଧନ ଯେ ଥାଉ ଥାଉ ଏତେ ରାଜ ଜଳ ମଧ୍ୟ କାହିଁ କେଳି ନିବାସ ବୋଇଲେ ଲୋଚନା ବୋଇଲେ ଲୋଚନା ବୋଇଲେ ଏ ଜଳ ମଧ୍ୟ କାହିଁ କେଳି ସାଧନ ପଚାରିଲା ସୁଧାନନୀ ସ୍ୱାମୀ ସୁଧାନନୀ ସ୍ୱାମୀ ବା କଣ କିଛି କହିବ କି ଟିକେ ଶୁଣିଲ ହଁ ତମେ ତ ରାଜକୁମାର ରାଜକୁମାର ମୁଁ ତ ରାଜକୁମାରୀ ତମେ ରାଜକୁମାରୀ ମୁଁ ରାଜକୁମାରୀ କି ତମେ ରାଜକୁମାର ହଁ ଆମେ କାହିଁକି ପୁଷ୍କରିଣୀ ଭିତରେ ଅଛେ ଆମେ ତ ରାଜବାସରେ ରହିବା କଥା ଆଜି ଭଳି ରାତ୍ରରେ ହଁ ଆମେ ଇଏ ପୁଷ୍କରିଣୀ ମଧ୍ୟରେ କୋଠାରେ କାହିଁକି ଅଛେ ରାଜଉଆସରେ କାହିଁକି ନାହିଁ ହଁ କାହିଁକି ରାଜବାସରେ ରହିବା କଥା ତୁମର ଏଇ ପ୍ରଶ୍ନ ନା ହଁ ଶୁଣ ବ୍ରାହ୍ମଣ ମାନେ କୁଆଡେ ଜଣେଇଥିଲେ ହଁ ଆଜି ରାତ୍ରରେ ହଁ ଗୋଟେ ବାଘ ଖାଇଯିବ
ବାଘ ସେଇ ଭୟରେ ବାପା ମା ଏ କୋଠା ନିର୍ମାଣିଛନ୍ତି। ଆଜି କେବଳ ଗୋଟାଏ ରାତ୍ର ଆମେ ଏ କୋଠା ଭିତରେ ରହିବା। ସ୍ୱାମୀ କାଲି ପ୍ରଭାତର ଆମ ରାଜବାଟୀ କଣ ଚାଲିଯିବା। ସ୍ୱାମୀ ଉଦାହରଣ ସ୍ୱାମୀ ସ୍ୱାମୀ ନୁହଁ ସ୍ୱାମୀ। ସ୍ୱାମୀ ସ୍ୱାମୀ ସେ ଯୋଉ ଗୀତ ବାହାରିଥିଲା ମଝିରେ ସ୍ୱାମୀ, ତମେ ସେଇଆ କହିବ ନା କଣ? ବାଘ କେମିତିଆ ନା ହଁ ତା ଯୋଉ ବିଲେଇଟା ଆଉ ବଣ ଭୁଆ ହଁ କୋକଶିଆଳି ବୁରାଣ୍ଡି ର ସବୁ ଜୀବନ ନାଁ ତମେ ପଚାରିବ ଆଉ। ଆଚ୍ଛା କହିଲ କହ ଦେଖି କଣ ଚାହୁଁଛ ତମେ? ନା ମୁଁ କହିବା ବାଘ କେମିତି ବାଘ ଦେଖିନ ତ? ନା ବାଘ ଦେଖିବାକୁ ଚାହୁଁଛ? ହଁ ଠିକ ଅଛି, ତମେ ଏ କାନ୍ଥକୁ ଚାହଁ। ହଁ ହଁ ମୁଁ ଏ ଚୁନଲିପା କାନ୍ଥରେ ବ୍ୟାଘ୍ର ଚିତ୍ର ଆଙ୍କି ଦଉଛି। ତମେ ସେଇଥିରୁ ଆକଳନ କରିବ ଯେ ବ୍ୟାଘ୍ରଟି ଦେଖିବାକୁ କେମିତି। ହଉ ଦେଖିବା ଘରେ ହୋମ ହେଇଥିଲା, ଖଣ୍ଡେ ଅଙ୍ଗାର ଧରି ଇଏ ଚୁନଲିପା କାନ୍ଥରେ ବ୍ୟାଘ୍ର ଚିତ୍ରକୁ ଆଙ୍କି ବସିଲା ଦିବ୍ୟଲୋଚନ। ସମ୍ପୂର୍ଣ୍ଣ ଚିତ୍ରଟି ଆଙ୍କି ଦେଇଛି। ବ୍ୟାଘ୍ରର ଡୋଳା ତିଆରି କରି ନ ପାରି ନା ସେଇ ଜାଗାରେ ଶୋଇଯାଇଛି ଦିବ୍ୟଲୋଚନ। ହଁ ସିଏ ସୁଦାନନୀ ଏକ ଲକ୍ଷରେ ଚାହିଁଛି, କହିଲେ ଆରେ ଜୀବଟି ତ ଭାରି ସୁନ୍ଦର ହେଇଛି, ସୁନ୍ଦର ଭାରି ବଢିଆ ଇଏ ଯିବ। ହେଲେ ୟାର ଆଖି ନାହିଁ, ନା ଇଏ ତ ଅନ୍ଧ, ମନୁଷ୍ୟ ମାନଙ୍କୁ କେମିତି ଖାଉଛି? ନାଇଁ ନିଶ୍ଚିତ ୟାର ଆଖି ଅଛି। କଣ କଲେ ନା ଶୁଣିବେ ଗୁଣିକ ଜନ ଯାହା ହେବ ଆଲୋଚନ। ବ୍ୟାଘ୍ର ଦେଖିଲା ଆଖିର ଅଞ୍ଜନ ଦେଲା। ଯୋଉ ଆଖିରୁ ଅଞ୍ଜନ କହିଲେ କଳା, ଟିକେ କଳା ନେଇ ବ୍ୟାଘ୍ର ଆଖିରେ ଡୋଳା ତିଆରି କରି ବସିଲା। କାହିଁ ରହିଥିଲେ ଇଲାମୟ ପ୍ରଭୁ ସତ୍ୟ ନାରାୟଣ। ସଙ୍ଗେ ସଙ୍ଗେ ସଞ୍ଜୀବନୀ ମନ୍ତ୍ର ଦେଇଦେଲେ। ଜୀବିତ ହୋଇଗଲା ସେ ଚିତ୍ର, ବ୍ୟାଘ୍ର ହେଇଗଲା। ବ୍ୟାଘ୍ରଟି ଜୀବିତ ହୋଇ ନିକଟରେ ଶୋଇ ରହିଛି ଦିବ୍ୟଲୋଚନକୁ ମାରି ଏପରି ଏକ ଦୃଶ୍ୟ ଦେଖି ଦେଇ ଚମକି ପଡିଲା ସୁଧାନନୀ। ବାଘ ରାଜାର ପାଦ ତଳେ ପଡି ନେହୁରା ହେଲା। କହିଲେ ରେ ବାଘ ରାଜା, ଛାଡି ଚାଲିଯା ମୋ ସ୍ୱାମୀକୁ, ତୁ ଛାଡି ଚାଲିଯା। ଚାଲିଯା ଆଜି ରାତ୍ରରେ ମୋ ଶଙ୍ଖାସୁନ୍ଦର ଚାଲିଗଲେ ଏ ଦୁନିଆ ମତେ କଳଙ୍କିନୀ ବୋଲି କହିବ ରେ। କଣ କିନି କହିବ? ମିଳିବ ମତେ କୁଳଟାର ଅପବାଦ। ଆଜି ବୋଲି ପବିତ୍ର ରାତ୍ରରେ ମୋ ଠାରୁ ମୋ ସ୍ୱାମୀକୁ ତୁ ଛଡେଇ ନେଇ ନା ରେ ବାଘ ରାଜା। କେତେ ନେହୁରା ହେଲା। ଯୁବା କାଳରେ ବିଧବା କରି ନ ଯା ଆରେ ବାଘ ରାଜା। ଭାବା ଆପତ୍ତି ମାରି ଗଲେ ତିନି ଅନାଥିନୀ। ପତି ମାରି ଗଲେ ପତ୍ନୀ ଅନାଥିନୀ। କୋଣାମେ ବାଜିବ ନିନ୍ଦା